ବର୍ତ୍ତମାନର ବର୍ତ୍ତମାନର କେଉଁ ପ୍ରକାର ସରକାର ଆମେ ବୁଝିବାରେ ନିରାଶ ହେଉଛୁ। ମାନେ ଓଡ଼ିଆ ଅସ୍ମିତାକୁ ଆଖି ଆଗରେ ରଖି ଯେଉଁ ବିଜେପି ସରକାରକୁ ଆମେ ଭୋଟ ଦେଇଥିଲୁ, ଏ ଓଡ଼ିଶାବାସୀ ଭୋଟ ଦେଇଥିଲେ, ସେ ଓଡ଼ିଆ ଅସ୍ମିତାର ମାନ ମହତ ଆଜି ରାସ୍ତାଘାଟରେ ପଡ଼ିଛି। କାହିଁକି କହୁଛୁ ମୁଁ ଏ କଥା? କାରଣ ଜଣେ ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ଯିଏକି ଗଭର୍ଣ୍ଣର ଅଛନ୍ତି ଆମ ଓଡ଼ିଶାର, ତାଙ୍କ ପୁଅ ଆସିକି ଆମର ଜଣେ ଓଡ଼ିଶାର ପୁଅକୁ ଆସିକି ମାଡ଼ ମାରି ଆଜିକି 20 ଦିନ ହେଲାଣି କିଛି ଆକ୍ସନ୍ ନେଉନି। 20 ଦିନ ହେଲାଣି ସେ ଘରେ ଆରାମରେ ଶାନ୍ତିରେ ଅଛନ୍ତି ଗଭର୍ଣ୍ଣରଙ୍କ ପୁଅ। କିନ୍ତୁ ଆଜି ପର୍ଯ୍ୟନ୍ତ ଆମର ଓଡ଼ିଶାର ସରକାର, ମୋହନ ସରକାର, ଯେଉଁ ନୂଆ ସରକାର, ମାନେ ରଙ୍ଗ ବଦଳା ସରକାର କେହି କହୁଛନ୍ତି, କେହି କହୁଛନ୍ତି ନାଁ ବଦଳା ସରକାର, 1% ବି ଆକ୍ସନ୍ ନେଉନି। ମାନେ କ'ଣ? ଗୋଟେ ସରକାରୀ ଅଧିକାରୀ, ଗୋଟେ ଏଏସ୍ଏମ୍ କୁ ଗଭର୍ଣ୍ଣରଙ୍କ ପୁଅ, ତାଙ୍କ 4 ଜଣ ସାଙ୍ଗ, ତାଙ୍କ ଝାଡ଼ଖଣ୍ଡ 2 ଜଣ ପିଏସ୍ଓ ମାଡ଼ ମାରି ଜୀବନ ହତ୍ୟା କରିବାକୁ ବାହାରିଲେ, ଆକ୍ରମଣ କଲେ, କମ୍ପ୍ଲେନ୍ ହେଲା, କିନ୍ତୁ ଆଜି ଯାଏଁ ଏଫଆଇଆର୍କୁ ରେଜିଷ୍ଟ୍ରି କରୁନାହିଁ ପୋଲିସ। ଯଦି ଗଭର୍ଣ୍ଣରଙ୍କ ପୁଅ ବୋଲି ତାଙ୍କୁ କେସ୍ ଫାଇଲ୍ ହେବନି, ଆରେଷ୍ଟ କରିବ ନାହିଁ, ତାହେଲେ ଯେଉଁ ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଛି ବିଜେପି, ସେ ଓଡ଼ିଆ ଅସ୍ମିତା କୁଆଡ଼େ? ଯେଉଁ ଓଡ଼ିଆ ଅସ୍ମିତାର କଥା କହିକି ବିଜେପି ନିଜେ ଆସିକି ଏଇ ସିଏମ୍ ମାନେ ଓଡ଼ିଶାର ସରକାର ଗଠନ କରିଛି, ସେଇ ସରକାର ଗଠନ କଲା ପରେ ଓଡ଼ିଆ ଅସ୍ମିତାକୁ ଭୁଲି ଯାଉଛନ୍ତି ମୋହନ ସରକାର। ମାନେ କେଉଁ ପ୍ରକାର ବିଶ୍ୱାସ ରଖିବା ଆମର ଓଡ଼ିଶାବାସୀ ଓଡ଼ିଆ ଅସ୍ମିତାକୁ ନେଇକି? ଆମେ ଚିନ୍ତା ବି କରିପାରୁନୁ କ'ଣ ହବ ଆମ ଓଡ଼ିଶାର। ଦେଖାଯାଉ, ସରକାର ତ ଆମେ ବାଛି ସାରିଛୁ, ଆଗକୁ କ'ଣ ହେଉଛି।